ଆପଣଙ୍କ ବୟସ 14 ରୁ 34 ଭିତରେ କି ତେବେ 25 ମାର୍ଚ୍ଚ ପୂର୍ବରୁ ଏହି ଭିଡିଓ ଦେଖି ନିଅନ୍ତୁ। କାରଣ ଆଜି ମୁଁ କାହାଣୀ କହିବିନି, ଆଜି ଗୋଟିଏ ସତ୍ୟ କହିବି। ଏମିତିକ ସତ୍ୟ ଯାହା ଶୁଣିଲେ କେହି ମୋଟିଭେଟ୍ ହେବେ, କେହି କାନ୍ଦିବେ ତ ଆଉ କେହି କେବେ ବି ନିଜକୁ କ୍ଷମା କରିପାରିବେନି। ଆଜି କେତେ ତାରିଖ ମନେ ପକାନ୍ତୁ। 25 ମାର୍ଚ୍ଚ ଆସିବାକୁ ଆଉ କେତେ ଦିନ ବାକି ଅଛି ଥରେ ହିସାବ କରି ଦେଖନ୍ତୁ। ଆପଣ ଭାବୁଥିବେ ଏହା କୌଣସି ସାଧାରଣ ଦିନ, କିନ୍ତୁ ଆପଣ ଜାଣିନାହାନ୍ତି ଆଗାମୀ କିଛି ମିନିଟ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ। ଯଦି ଆପଣଙ୍କ ବୟସ 14 ରୁ 34 ବର୍ଷ ଭିତରେ, ତେବେ ଏହି ଭିଡିଓଟି ଆପଣଙ୍କ ପାଖକୁ ଆତ୍ମସନ୍ତୋଷ ପାଇଁ ଆସିନି, ଏହା ଏକ ଚେତାବନୀ ଭାବେ ଆସିଛି। ଆଜି ମୁଁ ଆପଣଙ୍କୁ ମୋଟିଭେସନର ପୁଡ଼ିଆ ଦେବିନି, କିଛି ଭାଷଣ ଦେବିନି, ବରଂ ସେହି ଅସଲ ସତ କହିବି ଯାହା ଆପଣଙ୍କୁ ଆଇନା ଦେଖାଇଦେବ। 14 ରୁ 34 ବର୍ଷ, ଏହି 20 ବର୍ଷ ହେଉଛି ଜୀବନର ଗୋଲ୍ଡେନ ଟାଇମ। କିନ୍ତୁ ବିଡ଼ମ୍ବନା ଦେଖନ୍ତୁ, ଏହି ସମୟରେ ହିଁ ଆମେ ସବୁଠାରୁ ଅଧିକ ଭୁଲ କରିଥାଉ। ଆମେ ଭାବୁ ପ୍ରଚୁର ସମୟ ଅଛି। 14 ବର୍ଷରେ ଲାଗି 20 ବର୍ଷ ବହୁତ ଦୂର, 20 ବର୍ଷରେ ଲାଗି 30 ବର୍ଷ ତ ଆହୁରି ବାକି ଅଛି। କିନ୍ତୁ ଗୋଟିଏ ସତ ସର୍ବଦା ମନେ ରଖନ୍ତୁ, ସମୟ ମାଗଣା ହୋଇପାରେ, କିନ୍ତୁ ଏହା ଅମୂଲ୍ୟ ଅଟେ। ଆପଣ ଏହାର ମାଲିକ ହୋଇପାରିବେ ନାହିଁ, କିନ୍ତୁ ଏହାକୁ ବ୍ୟବହାର କରି ନିଜକୁ ବା ନିଜ ଧନର ଏବଂ ସଫଳତାର ମାଲିକ ହୋଇପାରିବେ। 25 ମାର୍ଚ୍ଚ ପରେ ଆପଣଙ୍କୁ ଜଣା ପଡ଼ିବ ଯେ ଗୋଟିଏ ଦିନର ମୂଲ୍ୟ କ'ଣ। ଗତ ବର୍ଷ ମୋ ପାଖକୁ ଇନଷ୍ଟାଗ୍ରାମରୁ ଗୋଟିଏ ମେସେଜ ଆସିଥିଲା, ଗୋଟିଏ ଛୋଟ ମେସେଜ। ଭାଇ, ମୁଁ ମୋ ଜୀବନରେ ବହୁତ ଡେରି କରିଦେଲି। ମୁଁ ରିପ୍ଲାଏ କଲି, କ'ଣ ହେଲା ଭାଇ? ସେ ଲେଖିଲା ଯେ ସେହି ମେସେଜ ଯେ ଆଜି ବି ମୋ ଫୋନରେ ସେଭ୍ ହେଇଅଛି। ସେ ଲେଖିଥିଲା, 14 ବର୍ଷରେ ମୋ ପାଖରେ ସ୍ୱପ୍ନ ଥିଲା ମୁଁ ସିଙ୍ଗର ହେବି, କିନ୍ତୁ ଲୋକ ହସିଲେ, ମୁଁ ଛାଡ଼ିଦେଲି। 18 ବର୍ଷରେ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲି, 3ଟି ଭିଡିଓ ଅପଲୋଡ ମଧ୍ୟ କରିଥିଲି, ଭ୍ୟୁଜ ଆସିଲାନି, ଡିଲିଟ କରିଦେଲି। 20 ବର୍ଷରେ ଜିମ୍ ଯିବା ଆରମ୍ଭ କରିଥିଲି, 90 ଦିନ ଡିସିପ୍ଲିନ ଥିଲା, ପରେ ଲଭରେ ଫେଲୁଅର ହେଇଗଲି, ଆଉ ସବୁ କିଛି ଭାଙ୍ଗିଗଲା। ଆଜି ତାର ବୟସ ପ୍ରାୟ 29 ବର୍ଷ। ତା ପାଖରେ ଜବ୍ ନାହିଁ, ଘରେ ବସିଛି, ଗାଁରେ ରାଜମିସ୍ତ୍ରୀ କାମ କରୁଛି, ଆଉ ସେ ଭିତରୁ ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି। କାରଣ ସେ ଜୀବନ ହାରିନି, ସେ ନିଜକୁ ହାରି ଦେଇଛି। ସେହି ମେସେଜର ଶେଷ ଲାଇନ ଥିଲା, ଭାଇ, ଯଦି 14 ରୁ 24 ବର୍ଷ ଭିତରେ ମତେ କେହି ଆଗରୁ ଠିକ ବାଟ ଦେଖାଇଥାନ୍ତା ନା, ମୋ ଜୀବନ ଅନ୍ୟ ରକମ ହୋଇପାରିଥାନ୍ତା। ସେଇଦିନ ମୁଁ ବୁଝିଲି, ସମୟ ଗରିବ କି ଧନୀ ଦେଖେ ନାହିଁ। ସମୟ କେବଳ ଗୋଟିଏ କଥା ଦେଖେ, ତୁମେ ଚେଇଁଛ କି ଶୋଇକି ରହିଛ। ମନେ ରଖନ୍ତୁ, ବିଫଳତା ମଣିଷକୁ ଭାଙ୍ଗେ ନାହିଁ, ଡେରିରେ ଅନୁତାପ କରିବା ହିଁ ମଣିଷକୁ ଭିତରୁ ମାରି ଦେଇଥାଏ। ଜୀବନ କଠିନ ନୁହେଁ, ଆମେ ନିଜେ ଡେରି କରି ତାକୁ କଠିନ କରିଦେଉ। 14 ବର୍ଷରେ ଟାଇମ ଥାଏ, 20 ବର୍ଷରେ ଏନର୍ଜି ଥାଏ, 25 ବର୍ଷରେ ଚାନ୍ସ ଥାଏ, କିନ୍ତୁ 30 ବର୍ଷ ପରେ କେବଳ ପ୍ରେସର ଆଉ ଟେନସନ ଥାଏ। କଳ୍ପନା କରନ୍ତୁ, ଆପଣ ଚିଲିକା ହ୍ରଦ ମଝିରେ ଗୋଟିଏ ଡଙ୍ଗାରେ ବସିଛନ୍ତି। ଡଙ୍ଗାରେ ଗୋଟିଏ ଛୋଟ କଣାଟିଏ ଅଛି, ଆଉ ଧୀରେ ଧୀରେ ପାଣି ପଶୁଛି। ଆପଣ ଜାଣିଛନ୍ତି ଯଦି ପାଣି ନ ବାହାର କରିବେ ତେବେ ଡଙ୍ଗାଟି ବୁଡ଼ିଯିବ। କିନ୍ତୁ ଆପଣ ସେହି ସମୟରେ କ'ଣ କରୁଛନ୍ତି? ଆପଣ ନିଜ ମୋବାଇଲରେ ଇନଷ୍ଟାଗ୍ରାମର ରିଲ୍ସ ଦେଖୁଛନ୍ତି। ଆପଣ ଭାବୁଛନ୍ତି, ଆରେ ଏବେ ତ ମାତ୍ର ଅଳ୍ପ ପାଣି ପଶିଛି, ଆରାମରେ ବାହାର କରିଦେବି। ବନ୍ଧୁଗଣ, ସେହି ଡଙ୍ଗାଟି ହେଉଛି ଆପଣଙ୍କ ଜୀବନ, ଏବଂ ସେହି କଣାଟି ହେଉଛି ଆପଣଙ୍କ ଆଳସ୍ୟ। ପ୍ରତିଟି ସେକେଣ୍ଡରେ ଆପଣଙ୍କ ଜୀବନରୁ ସମୟ ରୂପୀ ପାଣି କମି କମି ଯାଉଛି। 25 ମାର୍ଚ୍ଚ ପର୍ଯ୍ୟନ୍ତ ଯଦି ଆପଣ ସେହି କଣାକୁ ବନ୍ଦ ନ କଲେ, ତେବେ ଦିନ ଏମିତି ଆସିବ ଯେତେବେଳେ ଆପଣ ପାଣି ବାହାର କରିବାକୁ ଚାହିଁଲେ ବି ସମୟ ମିଳିବନି। ମନେ ରଖନ୍ତୁ, ସମୟର ନଦୀ ଥରେ ବହିଗଲେ ନା ଆଉ ଫେରେନି। ସମୟ ଗୋଟିଏ ଦୀପ ଭଳି, ତୁମେ ନିଜେ ତାକୁ ଲିଭାଉଛ। ଭୟ ଗୋଟିଏ ଶୃଙ୍ଖଳ ଭଳି, ଯାହାକୁ ତୁମେ ନିଜେ ନିଜ ଗୋଡ଼ରେ ବାନ୍ଧୁଛ। ମୁଁ ଦିନେ ଜଣେ 80 ବର୍ଷର ବୃଦ୍ଧଙ୍କୁ ପଚାରିଲି, ଜୀବନର ସବୁଠାରୁ ବଡ଼ ଦୁଃଖ କ'ଣ? ସେ କାନ୍ଦି କାନ୍ଦି କହିଲେ, ମୁଁ ବଞ୍ଚିଥିବା ବେଳେ ହିଁ ମରି ଯାଇଥିଲି। ସେ କହିଲେ, ଯେତେବେଳେ ମୋ ବୟସ 20 ବର୍ଷ ଥିଲା, ମୋ ପାଖରେ ଶକ୍ତି ଥିଲା, ସାହସ ଥିଲା, କିନ୍ତୁ ମୁଁ ଭାବିଲି ଆସନ୍ତାକାଲି କରିବି। ଆଜି ମୋ ପାଖରେ ଟଙ୍କା ଅଛି, ଅନୁଭବ ଅଛି, କିନ୍ତୁ ସେହି 20 ବର୍ଷର ଶରୀର ନାହିଁ। ମୁଁ ଆଜି ନିଜ ସ୍ୱପ୍ନ ପୂରଣ କରିବାକୁ ଚାହିଁଲେ ବି ମୋ ଗୋଡ଼ ମୋର ସାଥ ଦେଉନି।
ନିଜ ସ୍ୱପ୍ନକୁ ଶ୍ମଶାନ ପର୍ଯ୍ୟନ୍ତ ନେଇ ଯାଆନ୍ତୁ ନାହିଁ, ତାକୁ ଜୀବିତ ଥାଉ ଥାଉ ପୂରଣ କରନ୍ତୁ। ଜୀବନ ଏମିତି ହିଁ ଧୀରେ ଧୀରେ ସରିଯାଏ ଆଉ ଚୁପଚାପ ଦିନେ ଅଟକି ଯାଏ। ସ୍ୱପ୍ନ ହଠାତ୍ ମରେନି, ଦିନକୁ ଦିନ ଦୁର୍ବଳ ହୋଇଥାଏ। 25 ମାର୍ଚ୍ଚ କେବଳ ଗୋଟିଏ ତାରିଖ ନୁହେଁ, ଏହା ହେଉଛି ଏକ ୱାର୍ଣ୍ଣିଂ ବେଲ୍। ଯଦି ଏବେ ଆପଣ ଜାଗିବେନି, ତେବେ ଜୀବନ ଆଲାରାମ କେବେ ବାଜିବନି, ସିଧା ଭବିଷ୍ୟତରେ ଝଟକା ଦେବ। ଆପଣ ରଥଯାତ୍ରା ଦେଖିଛନ୍ତି? ହଜାର ହଜାର ଭକ୍ତ ରଥ ଦୌଡ଼ି ଟାଣନ୍ତି। ଯଦି ଜଣେ ଭାବିବ ମୁଁ କାହିଁକି ଟାଣିବି, ବାକି ଲୋକ ତ ଟାଣୁଛନ୍ତି, ରଥ ତ ଆଗକୁ ଯିବ, ତେବେ ମନେ ରଖନ୍ତୁ, ରଥ ତ ନିଶ୍ଚୟ ଆଗକୁ ବଢିଯିବ, କିନ୍ତୁ ସେହି ଭକ୍ତ ଜଣକ ସେହି ସୁଯୋଗ ହରାଇବ ମହାପ୍ରଭୁଙ୍କ ରଥକୁ ସ୍ପର୍ଶ କରିବାର ସୁଯୋଗ। ଜୀବନର ରଥ ବି ସେମିତି ଅଟେ। ସମୟର ଚକ ଚାଲିଛି। ଆପଣ ଯଦି ଦୌଡ଼ି ଧରି ସାମିଲ ନ ହେବେ, ତେବେ ଦୁନିଆ ଆଗକୁ ବଢିଯିବ ଆଉ ଆପଣ କେବଳ ଧୂଳି ଉଡୁଥିବାର ଦେଖିବେ। 25 ମାର୍ଚ୍ଚ ହେଉଛି ଆପଣଙ୍କ ପାଇଁ ସେହି ମୁହୂର୍ତ୍ତ ଯେବେ ଆପଣଙ୍କୁ ସେହି ଦୌଡ଼ି ଧରିବାକୁ ପଡିବ। ଏବେ ଆପଣ ପଚାରିବେ, 25 ମାର୍ଚ୍ଚରେ କଣ ଅଛି? କିଛି ଗ୍ରହ ନକ୍ଷତ୍ର ବଦଳୁଛି କି? ନା, 25 ମାର୍ଚ୍ଚ କେବଳ ଗୋଟିଏ ତାରିଖ ନୁହେଁ, ଏହା ଏକ ଡେଡଲାଇନ। ମନେ ରଖନ୍ତୁ, ଜୀବନରେ ଯେ ପର୍ଯ୍ୟନ୍ତ ଆପଣ ଗୋଟିଏ ଡେଡଲାଇନ ରଖିନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ଶୋଇ ରହିବେ। ମା ବୁଢୀ ହୋଇଯିବେ, ବାପା ଶାନ୍ତ ହୋଇଯିବେ, ଫ୍ରେଣ୍ଡ ସେଟଲ ହୋଇଯିବେ, ଆଉ ତୁମେ ମିରର ଆଗରେ ଠିଆ ହୋଇ ନିଜକୁ ପଚାରିବ, ମୁଁ ଏତେ ବର୍ଷ କଣ କରୁଥିଲି? ଶୁଣ, ସ୍ୱପ୍ନ ମରିଗଲେ ମଣିଷ ବଞ୍ଚିଥାଏ, କିନ୍ତୁ ଜୀବନ ମରିଯାଏ। 25 ମାର୍ଚ୍ଚ ପୂର୍ବରୁ ଗୋଟିଏ ଡିସିସନ ନିଅ। କ୍ୱିଟ୍ ଡିଷ୍ଟ୍ରାକ୍ସନ, ଷ୍ଟାର୍ଟ ଡିସିପ୍ଲିନ, ଚୁଜ୍ ୟୋରସେଲ୍ଫ। ଭିଡିଓ ଏବେ ଶେଷ ହେବାକୁ ଯାଉଛି, କିନ୍ତୁ ମନେ ରଖନ୍ତୁ, ଏବେ ମୁଁ ଯାହା ବି କହିଲି, ହେଇପାରେ ଆପଣଙ୍କୁ ଭଲ ଲାଗିଥାଇପାରେ, ହେଇପାରେ ଆପଣଙ୍କୁ ଖରାପ ଲାଗିଥାଇପାରେ, କିନ୍ତୁ ଆପଣଙ୍କୁ ଭଲ ଲାଗୁ କିମ୍ବା ଖରାପ ଲାଗୁ, ଏହା ଦ୍ୱାରା ଆପଣଙ୍କର ପକେଟ ଗରମ ହେଇଯିବନି କି ଆପଣଙ୍କ ଘରେ କେବେ ଖୁସି ଆସିଯିବନି। ପକେଟ ତ ସେତେବେଳେ ଗରମ ହେବ, ଆପଣଙ୍କ ଘରକୁ ତ ସେତେବେଳେ ଖୁସି ଆସିବ ଯେତେବେଳେ ଆପଣ ସଠିକ ଆକ୍ସନ ନେବେ। ସମୟ ଆପଣଙ୍କୁ ଛାଡିକି ଯାଏନି, ସମୟ ତ ଆଗକୁ ବଢେ, ଆପଣ ନିଜେ ପଛରେ ରହିଯାଆନ୍ତି। 14ରୁ 34 ବର୍ଷ ଜୀବନର ଅଫର ପିରିୟଡ। ଏହାପରେ ଲାଇଫ ଏମଆରପିରେ ମିଳେ, ଡିସକାଉଣ୍ଟରେ ନୁହେଁ। ତେଣୁ ଉଠ, ନିଜକୁ ବାଛ ଆଉ ଏମିତି କିଛି କାମ କର ଯାହା ପାଇଁ 40 ବର୍ଷରେ ତୁମେ 20 ବର୍ଷର ନିଜକୁ ଧନ୍ୟବାଦ ଦେବ। ଯଦି ଆପଣଙ୍କ ଭିତରେ ସାହସ ଅଛି, ହଁ ସତରେ ଯଦି ଆପଣଙ୍କ ଭିତରେ ସାହସ ଅଛି, ତେବେ ନିଶ୍ଚୟ କମେଣ୍ଟରେ ଲେଖନ୍ତୁ, ମୁଁ ଆଜିଠାରୁ ନିଜକୁ ନିଶ୍ଚୟ ବଦଳେଇବି, ମୁଁ ଆଜିଠାରୁ ନିଜକୁ ଯୋଗ୍ୟ କରିବି। ଆଉ ବିଶ୍ୱାସ କରନ୍ତୁ, ମୁଁ ଆପଣଙ୍କ ପ୍ରତ୍ୟେକଟି କମେଣ୍ଟକୁ ପଢେ। ଯଦି ଆପଣଙ୍କ ଭିତରେ ବି ନିଆଁ ଲାଗିଛି, ତେବେ ସବସ୍କ୍ରାଇବ କରିଦିଅନ୍ତୁ, ନହେଲେ 25 ମାର୍ଚ୍ଚ ପରେ ପୁଣି ଥରେ ଦୁଃଖ କରିବାକୁ ପ୍ରସ୍ତୁତ ରୁହନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀ ଜଗନ୍ନାଥ, ଧନ୍ୟବାଦ।